ॐ सुग्रीवमित्रं रघुराजपुत्रं वने चरन्तं शरतापतं सीतापतिस्निग्धजटाकलापं रामं भजे शान्तमचिन्तरूपं श्रीराम जय जय राम जय रघुनंदन जय घनश्याम। भक्तवत्सल भगवान की जय। जन्माम श्रुतिमात्रत परिमितं संसार वारांनिधिं तीर्था गच्छन्ति दुर्जनपु परमं विष्णुपदं शाश्वतं। तस्यैव स्थितिकारणं त्रिजगतां रामस्य भक्तप्रिया यूयं किन्नु समुद्रमात्रतरणे सक्ता कथं वानरं। श्रीराम जय राम जय राम जय रघुनंदन जय घनश्याम। श्रीराम जय राम जय राम जय रघुनंदन जय घनश्याम। भक्तवत्सल भगवान की जय। मर्यादा पुरुष राम नारायण की जय। लक्ष्मणलाल जी की जय। भरतलाल जी की जय। शत्रुलाल जी की जय। जनकनंदिनी सीता देवी की जय। संकटमोचन हनुमान जी की जय। झंकड़वासिनी माँ शारदा को जय। स्वर्गमर्त पाताल की जय। दशदी गोपाल को जय। यूट्यूब कर्मकर्ता मान को जय। मोर प्रिय श्रोता बंधु मान को जय। अग्निदेवता को जय। जलदेवता को जय। वसुधा देवता को जय। पवन देवता को जय। सूर्य देवता को जय। चंद्र देवता को जय। मोर प्रिय श्रोता बंधु मान को मथा लटा प्रणाम करी आरंभ करने जाऊँ। धारावाहिक संपूर्ण रामायण कथा आपण मैंने दयाकोरी वीडियो टी संपूर्ण देखिए। कौन परिस्थिति भी दरखंडिया करके देखिए ना। जदि आपण मानक भल लगे तो सब्सक्राइब टे करेंगे, लाइक टे करुवे। ये धारावाहिक रामायण कथा ये आपको संपूर्ण न शुणिले संपूर्ण फल मिलना ना। आपण मैंने शास्त्र कथा शुणी आर फल असीम फल आपण बहुत दिन शुणा पर तार कौन फल मिलूँ आप निश्चय जापर। निश्चय परिवर्तन हम एक शास्त्र अच्छा। एणु आपण मैंने दयाकोरी ये छोट कथा मानी जदि सबुदिन शुणती तार फल आपण मैंने मुथाए कि न थाए यदाम आपण मैंने जापर। आपण मैंने शुणुंट विभीषण रावण को विषय मर्यादा पुरुष राम को कहते प्रतिदिन इंद्र आसी रावण घरे फूल गुंथे। सूर्य देवता रावणर सिक्यूरीटी गार्ड ड्यूटी करती। वरुण देवता वाटर सप्लाई करती। अग्नि देवता रावणर रोषे दायित्व। चंद्र देवता छत्र धरती। पवन देवता ग्रीष्म काल एसी भली ठंडा पवन सब दियंती। शीत समय रूम हीटर भली गरम प्रदान करती। रावणर
ତାର ଘରେ ସବୁବେଳେ ବସନ୍ତ ଋତୁ ବାସ କରିଥାଏ। ତେଣୁ କୌଣସି ଋତୁର ପ୍ରଭାବ ରାବଣର ପଡ଼େନି। କେବଳ ରାବଣ ଡରେ ଦେବତାମାନେ ଏମିତି କରନ୍ତି। ବସୁମତୀ ଦେବତା ଘରଝାଡ଼ୁ କରନ୍ତି। ବେଦପତି ବ୍ରହ୍ମା ରାବଣର ତାର ପୁଅ ନାତିଙ୍କର ଟ୍ୟୁସନ ମାଷ୍ଟର। ତାପରେ ଶ୍ରୋତାବନ୍ଧୁ ନାରଦଙ୍କର ଦୁଇଟା ରୋଲ୍, ବେଦ ପଢ଼ନ୍ତି ଆଉ ବୀଣା ବଜାନ୍ତି। ଯମଦେବତା ରାବଣର ଘୋଡ଼ାମାନଙ୍କୁ ଘାସ କାଟିକି ଦିଅନ୍ତି। ଶନି ଦେବତା ରାବଣର ପରିବାରର ଲୁଗା ସଫା କରନ୍ତି। ଶଙ୍କର ଭଗବାନ ରାବଣର ଓକିଲ। ଚାରିମେଘ ରାବଣର ଡଗର। ଅପ୍ସରାମାନେ ରାବଣ ଆଗରେ ନୃତ୍ୟ କରନ୍ତି। କିଏ ପାନ ଭାଙ୍ଗନ୍ତି ଆଉ ଚାମର ପକାନ୍ତି। ଗନ୍ଧର୍ବ ଯକ୍ଷ ବିଦ୍ୟାଧର ଏମାନେ ରାବଣର ଲେବର କାମ କରନ୍ତି। ତାପରେ ବିଭୀଷଣ କହିଲେ, ପ୍ରଭୁ ଏଇଭଳି ରାବଣ ଐଶ୍ୱର୍ଯ୍ୟ ସମ୍ପଦର ଅଧିକାରୀ। ତାପରେ ମର୍ଯ୍ୟାଦା ପୁରୁଷ ରାମ ଏକଥା ସବୁ ଶୁଣି କହିଲେ, ବିଭୀଷଣ ତୁମେ ପ୍ରକୃତରେ ସାଧୁ। ଯାହା ଯାହା କହିଗଲ ସବୁ ସତ୍ୟ। ଏଥିପାଇଁ ଆଜିଠାରୁ ତୁମେ ମୋର ପ୍ରିୟପାତ୍ର ହେଲ। କେବଳ ତୁମରି ପାଇଁ ସ୍ୱର୍ଗ ମର୍ତ୍ତ୍ୟ ପାତାଳରେ ରାବଣ ବଳିୟାର ହେଲେ ବି ମୁଁ ତାକୁ ନିଶ୍ଚିତ ଭାବରେ ମାରିବି। ଖାଲି ସେତିକି ନୁହେଁ, କେବଳ ରାବଣ ନୁହେଁ, ତାର ପୁତ୍ର ନାତି ଭ୍ରାତ ବନ୍ଧୁବାନ୍ଧବ ସହିତ ରାବଣ ଯଦି ପ୍ରାଣ ବିକଳରେ ବ୍ରହ୍ମା ଶିବଙ୍କର ଶରଣାଗତ ହେଲେ ବି ମୁଁ ତାକୁ ନିଶ୍ଚିତ ମାରି ତୁମକୁ ଲଙ୍କା ଭୁବନରେ ରାଜା କରାଇବି। ଆଜି ତୁମ ଆଗରେ ମୁଁ ଶପଥ କରି କହୁଛି, ଏକଥା ସତ୍ୟ ସତ୍ୟ ସତ୍ୟ। ମର୍ଯ୍ୟାଦା ପୁରୁଷ ରାମଙ୍କ କଥା ଶୁଣି ବିଭୀଷଣ ପ୍ରେମରେ ଗଦଗଦ ହୋଇଗଲେ। ବିଭୀଷଣ ଦୁଇ ହାତ ଯୋଡ଼ି କହିଲେ, ପ୍ରଭୁ ମୋତେ ରାଜା କରନ୍ତୁ କିମ୍ବା ଚାକର କରି ରଖନ୍ତୁ, ମୋର କିଛି ଆପତ୍ତି ନାହିଁ। ମୁଁ ଶପଥ କରି କହୁଛି, ଯୁଦ୍ଧ ଶେଷ ହୋଇ ରାବଣ ସବଂଶେ ନ ମରିବା ପର୍ଯ୍ୟନ୍ତ ମୁଁ ତୁମର ସାଙ୍ଗ ଛାଡ଼ିବି ନାହିଁ। ତମ ପାଖେ ରହିଥିବି। ଆନନ୍ଦରେ ଗଦଗଦ ହୋଇଗଲେ ମର୍ଯ୍ୟାଦା ପୁରୁଷ ରାମ ବିଭୀଷଣଙ୍କୁ ଆଲିଙ୍ଗନ କରି କହିଲେ, ଧନ୍ୟ ବିଭୀଷଣ, ତୁମକୁ ପାଖରେ ପାଇ ମୁଁ ଧନ୍ୟ ହୋଇଗଲି। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଏହି ସମୟରେ ଶୂନ୍ୟରେ ଦେବତାମାନେ ଥାଇ ଶ୍ରୀରାମଙ୍କ ଆଉ ବିଭୀଷଣଙ୍କ କଥା ଶୁଣୁଥିଲେ। ଇନ୍ଦ୍ରଙ୍କ ମୁଖକୁ ଚାହିଁ ବେଦବର ବ୍ରହ୍ମା କହିଲେ, ଏଥର ରାବଣ ନିଶ୍ଚିତ ମରିବ। କିନ୍ତୁ ସନ୍ଦେହ ନାହିଁ, କିଛି ସନ୍ଦେହ ନାହିଁ ଏଥିରେ। ବିଭୀଷଣ ଶ୍ରୀରାମଙ୍କୁ ରାବଣ ସହିତ ସବୁ ରାକ୍ଷସଙ୍କ ଛିଦ୍ର କହିବ। ରାକ୍ଷସଙ୍କ ମୃତ୍ୟୁଭେଦ ବି ଶ୍ରୀରାମଙ୍କୁ କହିବ। ଧର୍ମବନ୍ତ ବିଭୀଷଣ ସବୁ ଜାଣିଛି। ତାଦ୍ୱାରା ଶ୍ରୀରାମକୁ ରାକ୍ଷସମାନଙ୍କୁ ମାରିବାକୁ ସୁବିଧା ହେବ। ତାପରେ ଦେବତାମାନେ ଶ୍ରୀରାମଙ୍କ ଆଉ ବିଭୀଷଣଙ୍କ ଉପରେ ପୁଷ୍ପବୃଷ୍ଟି କରି ନିଜ ନିଜ ସ୍ଥାନକୁ ଚାଲିଗଲେ। ତାପରେ ମର୍ଯ୍ୟାଦା ପୁରୁଷ ରାମ ଅତି ଖୁସି ହେଇ କହିଲେ, ଲକ୍ଷ୍ମଣରେ ସମୁଦ୍ରରୁ ଜଳ ଆଣି ବିଭୀଷଣ ଉପରେ ସିଞ୍ଚନ କର। ଆଜିଠାରୁ ଲଙ୍କା ରାଜ୍ୟରେ ବିଭୀଷଣ ରାଜା ହେବ। ଆଦେଶ ପାଇ ଲକ୍ଷ୍ମଣ ଚାର ପଠାଇ ସମୁଦ୍ରରୁ ଜଳ ଆଣିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ ଅନୁଭବ କରିବେ ଲକ୍ଷ୍ମଣ ଭଗବାନ କେତେ ଚତୁର,
ଜଳଘଟ ଥୋଇଦେବା ପରେ କହିଲେ, ବିଭୀଷଣ ଏଇ ଜଳ ଛୁଇଁ ନିୟମ କରନ୍ତୁ। ତାପରେ ଧର୍ମବନ୍ତ ବିଭୀଷଣ ଦକ୍ଷିଣ ହସ୍ତରେ ଜଳ ଧରି କହିଲେ, ଯଦି କୂଟକପଟ ମୋର ହୃଦୟରେ ଥିବ, ହେ ଇନ୍ଦ୍ର ଦେବତା, ଅଗ୍ନି ଦେବତା, ଯମ ଦେବତା, ବରୁଣ ଦେବତା, ପବନ ଦେବତା, କୁବେର ଦେବତା, ସୃଷ୍ଟିକର୍ତ୍ତା ବ୍ରହ୍ମା ଦେବତା, ଅନନ୍ତ ଦେବତା, ନୈଋତ୍ୟ ଦେବତା, ସୂର୍ଯ୍ୟ ଦେବତା, ଚନ୍ଦ୍ର ଦେବତା ସହିତ 33 କୋଟି ଦେବତାମାନେ ସାକ୍ଷୀ ଥାଅ, ମୁଁ ଜଳ ଧରି ନିୟମ କରୁଛି। କଳିଯୁଗରେ ଯଦି ବର୍ତ୍ତମାନ ମୋର କୂଟକପଟ ଥିବ, ଯଦି କିଛି କୂଟକପଟ ମନରେ ରଖି ମୁଁ କହୁଥିବି, କଳିଯୁଗରେ ମୁଁ ବ୍ରାହ୍ମଣ ହେବି, ନହେଲେ ରାଜା ହେବି, ନହେଲେ ବହୁ କୁଟୁମ୍ବରେ ରହି ଦିନ କାଟିବି, ତା ନହେଲେ ମୋ ଗୁହାଳରେ ବହୁତ ଗୋରୁ ଥିବେ। ମୋ ମନରେ ଯଦି ପାପ ଆଚରଣ ଥାଏ, ଧର୍ମବନ୍ତ ବିଭୀଷଣ ଏତିକି କହିସାରିବା ପରେ ଜଳ ତଳେ ପକାଇଲେ। ବାନରମାନେ କଥା ଶୁଣି ଠୋ ଠୋ ହୋଇକି ହସିଲେ। ଲକ୍ଷ୍ମଣ ବି ହସିଲେ। ତାପରେ ମର୍ଯ୍ୟାଦା ପୁରୁଷ ରାମ ବିଭୀଷଣଙ୍କୁ କହିଲେ, ଧନ୍ୟ ବିଭୀଷଣ, ଧନ୍ୟ ତୁମ୍ଭର ବୁଦ୍ଧି, ଧନ୍ୟ ତୁମ୍ଭର ମନ, ତୁମ୍ଭର ନିୟମ ଶୁଣି ମୁଁ ଆଚମ୍ବିତ ହେଲି। ତୁମ ହୃଦୟରେ ସତ୍ୟ ପୂରିକି ରହିଛି। ତୁମ୍ଭ ପରି ଶୁଦ୍ଧମତି ଏ ଜଗତରେ କେହି ନଥିବେ। ତାପରେ ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ ଆକୁ ହୃଦୟଙ୍ଗମ କରିବେ। ତାପରେ ବିଭୀଷଣ କହିଲେ, ମିତ୍ର, କି ବିପରୀତ କଥା ଆପଣ କହିଲେ। ବିଭୀଷଣର ନିୟମକୁ ଶୁଣି ବହୁତ ପ୍ରଶଂସା କରୁଛନ୍ତି। ବହୁତ ଦାନ ପୁଣ୍ୟ କଲେ ରାଜା ହୁଅନ୍ତି। ଆଉ ବିଭୀଷଣ କ'ଣ ଏକଥା କହିଲେ? ପୂର୍ବ ବାକ୍ୟ ଥିଲେ ବ୍ରାହ୍ମଣ ଜନ୍ମ ପାଆନ୍ତି, ବଂଶବୃଦ୍ଧି ହେଲେ ବହୁ କୁଟୁମ୍ବୀ ହୁଅନ୍ତି, ଗୁହାଳରେ ବହୁତ ଗୋରୁ ଥିଲେ ସମୃଦ୍ଧ ବଢ଼େ। ବିଭୀଷଣର ପାପମତି ଥିଲେ ବିଭୀଷଣ ଏସବୁର ଅଧିକାରୀ ହେବ। ତେଣୁ ମିତ୍ର ପ୍ରଶଂସା କଲେ କାହିଁକି ନିନ୍ଦା କରିବା କଥା? ମର୍ଯ୍ୟାଦା ପୁରୁଷ ରାମ କହିଲେ, ତୁମେମାନେ ବୁଝିପାରିଲ ନାହିଁ ବୋଲି ତୁମେ ଲକ୍ଷ୍ମଣ ସହିତ ବାନରମାନେ ସମସ୍ତେ ହସିଲ। ମୁଁ ବୁଝେଇ ଦେଉଛି, ଶୁଣ। କଳିଯୁଗରେ ରାଜାମାନେ ବହୁତ ଲୋଭୀ ହେବେ। ଐଶ୍ୱର୍ଯ୍ୟ ଗର୍ବରେ ଦାନ ପୁଣ୍ୟ କେହି କରିବେ ନାହିଁ। ସ୍ୱଧର୍ମରେ ପ୍ରଜାମାନେ ରହିପାରିବେ ନାହିଁ। ସବୁବେଳେ କାମ ଭୋଗରେ ମନ ବଳେଇବେ। ତେଣୁ ପାପ ଭାର ରାଜ୍ୟରେ ବଢ଼ିବ, ନରକରେ ପଡ଼ିବେ। ତାପରେ ବ୍ରାହ୍ମଣମାନଙ୍କ କଥା ଶୁଣ। ବ୍ରାହ୍ମଣମାନେ କଳିଯୁଗରେ ବେଦଶାସ୍ତ୍ର ପଢ଼ିବେ ନାହିଁ, ଯଜ୍ଞ ହୋମ ଏସବୁ କରିବେ ନାହିଁ। ହୋମ ତ ଘରେ ସେ ହୋମ ନୁହେଁ, ବଡ଼ ଆକାର କଥା ପଡ଼ିଛି। ଯଜ୍ଞ ହୋମ ଏସବୁ କରିବେ ନାହିଁ। ଧର୍ମ ମାର୍ଗ ଛାଡ଼ି ଦେଇ ପାପ ଆଚରଣ କରିବେ। ସେଥିପାଇଁ ନରକରେ ସେମାନେ ପଡ଼ିବେ। ଆଉ ଠିକ୍ ସମୟରେ ବର୍ଷା ହେବ ନାହିଁ, ଚାଷ ସମ୍ପୂର୍ଣ୍ଣ ହୋଇପାରିବ ନାହିଁ, ରାଜ୍ୟରେ ଦୁର୍ଭିକ୍ଷ ପଡ଼ିବ, ପ୍ରଜାମାନେ ଦୁଃଖ ପାଇବେ। ତାପରେ ଶ୍ରୋତା ବନ୍ଧୁ, ବହୁ କୁଟୁମ୍ବିକ ବିଷୟରେ ଶୁଣନ୍ତୁ। ଘରର ମୁରବୀମାନେ ପରିବାରଙ୍କୁ ଅନ୍ନ ବସ୍ତ୍ର ସମ୍ପୂର୍ଣ୍ଣ ଯୋଗାଇ ପାରିବେ ନାହିଁ, ତେଣୁ ମହାପାପ ଅର୍ଜନ କରିବେ।
ଶେଷରେ ନରକଗାମୀ ହେବେ। ସେହି ପାପରୁ ମୁକ୍ତି ପାଇପାରିବେ ନାହିଁ। ତାପରେ ଶ୍ରୋତାବନ୍ଧୁ ବହୁତ ଗୋମାତାମାନଙ୍କ କଥା ଶୁଣନ୍ତୁ। ଯାହା ଘରେ ବହୁତ ଗୋମାତା ବା ଗୋରୁମାନେ ଥିବେ ତାଙ୍କୁ ପେଟ ପୂରା ଖାଇବାକୁ କଳିଯୁଗରେ ଦେବେ ନାହିଁ। ପଡ଼ିଆରେ ଘାସ ଖାଆନ୍ତେ। ଦିନକୁ ଦିନ ପଡ଼ିଆ ଜମି କମିକି ଯିବ। ଚାଷ ଜମିରେ ପରିଣତ ହେବ। ତଥାପି ଜମିରେ ହିଡ଼ରେ ଘାସ ଥିବ, କିନ୍ତୁ ଲୋକେମାନେ କୋଡ଼ିଆପଣରୁ ଘାସ କାଟିକି ଦେବେ ନାହିଁ। ମଲେ କି ହଜିଲେ ବିଶେଷ ଖୋଜିବେ ନାହିଁ। ଗୋମାତାଙ୍କ ଅବହେଳା ପାଇଁ ଗୃହସ୍ୱାମୀ ପାପଭାଗୀ ହୋଇ ନରକରେ ପଡ଼ିବେ। ମର୍ଯ୍ୟାଦା ପୁରୁଷ ରାମଙ୍କ ଏଭଳି ଉତ୍ତର ଶୁଣି ବିଭୀଷଣ, ସୁଗ୍ରୀବ, ବାନରମାନେ, ଲକ୍ଷ୍ମଣ ବହୁତ ଖୁସି ହେଇଗଲେ। ଏମିତି ଏତେ କଥା ଅଛି ୟା ଭିତରେ। ତାପରେ ବିଭୀଷଣଙ୍କ ଉପରେ ଲକ୍ଷ୍ମଣ ଜଳ ଢାଳିଲେ। ବାନର ସେନାମାନେ ଖୁସିରେ ଧନ୍ୟ ଧନ୍ୟ ବିଭୀଷଣ କହି ଆନନ୍ଦରେ ନାଚିଲେ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆଜି ଏତିକିରେ ଥାଉ। ଏ ଅଧମ ପ୍ରତି ଆପଣମାନଙ୍କର ଯଦି ସୁଦୟା ଥିବ, ପୁଣି ଆଗାମୀ ଅଧ୍ୟାୟରେ ଆପଣ ଶୁଣିବେ। ଏଇଭଳି ଜୀବନଟା ବିତିଯାଉ। ରାମନାରାୟଣଙ୍କ କଥା କହି ଆଉ ଶୁଣି ଏତିକି କେବଳ ଆଶା ଓ ଭରସା। ମୋର ପ୍ରିୟ ଶ୍ରୋତା ବନ୍ଧୁମାନେ ମନ ଦେଇ ଶୁଣନ୍ତୁ। କହିବା ଲୋକ ତ ମହତ ନୁହଁଇ, ଶୁଣିବେ ମତ ଜନ। ମୋର ପ୍ରିୟ ଶ୍ରୋତା ବନ୍ଧୁ, ଆପଣମାନେ ଏମିତି ଆନନ୍ଦ ମନରେ ସମ୍ପୂର୍ଣ୍ଣ ଶୁଣନ୍ତୁ। ସବୁ ଶ୍ରୋତା ବନ୍ଧୁମାନଙ୍କୁ ଅନୁରୋଧ, ଏଥିରେ ଆଶା ରଖିନେ ପାପ ଲାଗିବ ନାହିଁ, ବରଂ ଧର୍ମ ବର୍ଦ୍ଧିତ ହେବ। ଆଉ ଧନ ମନ ଆଶା ରଖିଲେ ପାପ ଲାଗିବେ। କାହିଁକିନା ଇଏ ହରି କଥା, ରାମାୟଣ କଥା, ଜଗନ୍ନାଥଙ୍କ କଥା, ଦେବଦେବ ମହାଦେବଙ୍କ କଥା। ଏଥିରେ ଆଶା ରଖିଲେ କିଛି ପାପ ଲାଗିବ ନାହିଁ, ଧର୍ମ ବର୍ଦ୍ଧିତ ହେବ। ଏଣୁ ଆମେ ଯେକୌଣସି ଶାସ୍ତ୍ର ପଢ଼ିବା ଆଉ ଶାସ୍ତ୍ରଙ୍କ କଥା ଶୁଣିବା, କର୍ଣ୍ଣ ପବିତ୍ର ହେବ, ଧର୍ମ ବର୍ଦ୍ଧିତ ହେବ। ଇଏ ପୃଥିବୀରୁ ପାପ ବୋହିଯାଇ ଧର୍ମ ବଢ଼ିବ। ଏଣୁ ଆମେ ଏତିକି ନିୟମ ପାଳିକି ରଖିବା। ଏତିକି କହି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ନମସ୍କାର କରି, ରାମନାରାୟଣଙ୍କୁ ନମସ୍କାର କରି, 33 କୋଟି ଦେବତାଙ୍କୁ ନମସ୍କାର କରି, ୟୁଟ୍ୟୁବ୍ କର୍ମକର୍ତ୍ତାମାନଙ୍କୁ ନମସ୍କାର କରି, ଦଶ ଦିଗପାଳଙ୍କୁ ନମସ୍କାର କରି, ଝଙ୍କଡ଼ବାସିନୀ ମା ଶାରଳାଙ୍କୁ ନମସ୍କାର କରି, ସ୍ୱର୍ଗ ମର୍ତ୍ତ୍ୟ ପାତାଳଙ୍କୁ ନମସ୍କାର କରି, ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କୁ ମଥାଲଟା ପ୍ରଣାମ କରି ବିଦାୟ ନେଉଛି। ପୁଣି ଆଗାମୀ ଅଧ୍ୟାୟରେ ଯଦି ମୋର ପ୍ରିୟ ଶ୍ରୋତା ବନ୍ଧୁମାନଙ୍କର ଶ୍ରଦ୍ଧା ଥିବ, ଆପଣମାନେ ଆଗାମୀ ଅଧ୍ୟାୟରେ ଶୁଣିବେ। ଜୟ ଶ୍ରୀରାମ।